ବଞ୍ଚିବାର 7ଟି ଉପାୟ। ଯେତେବେଳେ ଆପଣ ଏକୁଟିଆ ଥାଆନ୍ତି ନିଜର ନକାରାତ୍ମକ ଚିନ୍ତାଧାରା ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁମାନଙ୍କ ସହିତ ଥିବାବେଳେ ନିଜର ଜିଭକୁ ନିୟନ୍ତ୍ରଣରେ ରଖନ୍ତୁ। ଯେତେବେଳେ ଆପଣ ରାଗରେ ଥାଆନ୍ତି ସେତେବେଳେ ନିଜର ନିଷ୍ପତ୍ତିକୁ ନିୟନ୍ତ୍ରଣରେ ରଖନ୍ତୁ। ଯେତେବେଳେ ଆପଣ ଏକ ଗୋଷ୍ଠୀରେ ବସିଛନ୍ତି ଆପଣଙ୍କ ଆଚରଣ ପ୍ରତି ସତର୍କ ରୁହନ୍ତୁ। ଯେତେବେଳେ କେହି ଆପଣଙ୍କର ପ୍ରଶଂସା କରନ୍ତି ନିଜର ଅହଙ୍କାରକୁ ନିୟନ୍ତ୍ରଣ କରନ୍ତୁ। ଯେତେବେଳେ କେହି ଆପଣଙ୍କ ବିଷୟରେ ଯଦି କିଛି ଭୁଲ କହେ ବା ଭୁଲ କରେ ସେତେବେଳେ ନିଜର ଭାବନାକୁ ନିୟନ୍ତ୍ରଣ କରନ୍ତୁ। ଆପଣ ଯାହା ଭଲ କାମ କରିବାକୁ ଭଲ ପାଆନ୍ତି ନିଶ୍ଚୟ କରନ୍ତୁ। ଶକ୍ତି ଜାଗ୍ରତ କରି ରଖନ୍ତୁ। କିଛି ପଢ଼ନ୍ତୁ, କିଛି ଲେଖନ୍ତୁ। ଆତ୍ମପ୍ରେରଣାର ଅନ୍ୟ ଉପାୟଟି ହେଲା ନୂଆ ନୂଆ ଜିନିଷ ବିଷୟରେ ଜ୍ଞାନ ଅର୍ଜନ କରିବା। ଯେଉଁ ପତ୍ରିକାରେ ନିଜ କାର୍ଯ୍ୟକ୍ଷେତ୍ର ବାବଦରେ ନୂଆ ନୂଆ ଜାଣିବା କଥା ପ୍ରକାଶିତ ହେଉଥାଏ ସେପରି ପତ୍ରିକା ପଢ଼ି ଆପଣ ସନ୍ତୁଷ୍ଟି ପ୍ରାପ୍ତ କରିପାରିବେ। ଖବର କାଗଜ ବା ପତ୍ରିକାର ଭଲ ଉପଯୋଗୀ ଲେଖାଗୁଡ଼ିକୁ ଆପଣ ସଂଗ୍ରହ କରି ରଖି ମଧ୍ୟ ପାରନ୍ତି। ନୂଆ ଯୋଜନା ପ୍ରସ୍ତୁତି ସମୟରେ ଏହି ପ୍ରକାରର ଅଭ୍ୟାସ ଖୁବ୍ କାମରେ ଆସିପାରେ। ପ୍ରତିଦିନର ଶେଷରେ ଅଧଘଣ୍ଟା ବସି ଦିନ ତମାମ କରିଥିବା କାମର ଏକ ସମୀକ୍ଷା ବା ବିଶଦ ବିବରଣୀ ତିଆରି କରନ୍ତୁ ଓ ତାହାକୁ ସାମ୍ନାରେ ରଖି ଆଗକୁ ଆଗାମୀ ଦିନ, ମାସ ବା ବର୍ଷର ଯୋଜନା ତିଆରି କରନ୍ତୁ। ପ୍ରତ୍ୟେକ ଲକ୍ଷ୍ୟ ହାସଲ ପାଇଁ ଅନ୍ତିମ ସମୟ ସ୍ଥିର କରନ୍ତୁ ଏବଂ ଆପଣ ସଫଳତା ଠାରୁ କେତେ ଦୂରରେ ଅଛନ୍ତି ତାହା ମଧ୍ୟ ଆକଳନ କରନ୍ତୁ। ସମସ୍ତ ପ୍ରକାର ବ୍ୟବହାର ହିତକାରୀ ହୋଇଥାନ୍ତି। ଅନ୍ଧକାର ମଝିରେ ଆଲୋକର ସତ୍ତା ରହିଥିବା ପରି ନକାରାତ୍ମକ ମଧ୍ୟରେ ସକାରାତ୍ମକ ତତ୍ତ୍ୱ ଲୁଚି ରହିଥାଏ। ସାଧାରଣ ଭାବରେ ଅନସ୍ୱୀକାର୍ଯ୍ୟ ଆଚରଣକୁ ଯଦି ତାର ଗୁଣ ଅନୁଯାୟୀ ଉଚିତ ପରିପ୍ରେକ୍ଷୀରେ ପ୍ରଯୁକ୍ତ କରାଯାଏ ତେବେ ତାହା ମଧ୍ୟ ଉପଯୋଗୀ ହୋଇଥାଏ। ତାହାକୁ ନୂତନ ମାର୍ଗ ଦିଆଯାଇ ପାରିଲେ ଏହାଦ୍ୱାରା ସମସ୍ୟା ସମାଧାନର ପନ୍ଥା ପ୍ରଶସ୍ତ ହୋଇଥାଏ। କାଜୁ ଖାଇବାର ଉପକାରିତା। ରାତିରେ କାଜୁକୁ ପାଣିରେ ଭିଜେଇକି ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ମସ୍ତିଷ୍କ ଶକ୍ତିଶାଳୀ ହୋଇଥାଏ, ସ୍କିନ୍ ଚିକ୍କଣ ହୋଇଥାଏ, ହାଡ଼ ମଜବୁତ ହୋଇଥାଏ, କେଶ ଝଡ଼ି ନଥାଏ, ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ, ଚର୍ମରୋଗ ଠିକ୍ ହୋଇଥାଏ, ଶରୀରର ଦୁର୍ବଳତା ଦୂର କରିଥାଏ। କାଜୁ ଖାଇବା ଦ୍ୱାରା ୟୁରିକ୍ ଏସିଡ୍ କମ୍ ହୋଇଥାଏ। ନିଜ ସ୍ତ୍ରୀକୁ ଖୁସିରେ କେମିତି ରଖିବେ? ପତ୍ନୀଙ୍କୁ ନିୟମିତ ଭାବେ ବୁଲେଇ ନିଅନ୍ତୁ। ପତ୍ନୀଙ୍କୁ ଯଥେଷ୍ଟ ସମୟ ଶୋଇବାକୁ ଦିଅନ୍ତୁ। ପତ୍ନୀଙ୍କୁ ବେଶୀ ପିଲା ଜନ୍ମ କରିବାକୁ ବାଧ୍ୟ କରନ୍ତୁ ନାହିଁ। ଗରମ କ୍ଷୀର ସହିତ ଜିଲାପି ଖାଇବାକୁ ଦିଅନ୍ତୁ। ବର୍ଷକୁ ଥରେ ନୂଆ ନୂଆ ଚାନ୍ଦିର ପାଉଁଜି ଦିଅନ୍ତୁ। ପାଉଁଜି ପିନ୍ଧିଲେ ହାଡ଼ ମଜବୁତ ହୋଇଥାଏ। ଜୟ ଶ୍ରୀ ଜଗନ୍ନାଥ।